ଇୟୋବ ପୁସ୍ତକ ଅଧ୍ୟାୟ 7। ମନୁଷ୍ୟ ଜୀବନ ପୃଥିବୀରେ ଏକ କଠିନ ସେବା କାର୍ଯ୍ୟ ନୁହେଁ କି ଓ ତାର ଦିନ ସମୂହ ଜଣେ ମଜୁରିଆର ଦିନ ସଦୃଶ ନୁହେଁ କି? ଦାସଟି ଛାୟାର ସନ୍ଧାନ କରୁଥିବା ସଦୃଶ ମଜୁରିଆ ନିଜର ବେତନ ପ୍ରତି ଅପେକ୍ଷା କରିଥିବା ଭଳି ମୋ ପ୍ରତି ଶୂନ୍ୟ ମାସ ସମୂହ ନିର୍ଦ୍ଧାରିତ କ୍ଲେଶପୂର୍ଣ୍ଣ ରାତ୍ରି ସମୂହ ମୋ ପ୍ରତି ନିରୂପିତ ଶଯ୍ୟାରେ ଶୟନ କରି ମୁଁ ପ୍ରଶ୍ନ କରେ, କେବେ ବା ପ୍ରଭାତ ହେବ? କିନ୍ତୁ ରାତ୍ରି ସୁଦୀର୍ଘ, ତେଣୁ ବିଶ୍ରାମ ନ ପାଇ ମୁଁ ଶଯ୍ୟାରେ ଗଡ଼ି ଗଡ଼ି ରାତ୍ରି କଟାଏ। କୀଟ ତଥା ମଳିନତା ମୋର ମାଂସ ଆବୃତ କରିଅଛି। ମୋର ଚର୍ମ ପୁନରାୟ ଛିନ୍ନ ହୋଇ ପୁଜ କ୍ଷରିତ ହୁଏ। ମୋର ଦିନଗୁଡ଼ିକ ତନ୍ତୀର କେଣ୍ଡା ଅପେକ୍ଷା ଅଧିକ ବେଗରେ ଅତିବାହିତ ହେଉଛି। ସେ ସମସ୍ତ ଆଶାବିହୀନ ହୋଇ ପରିସମାପ୍ତ ହୁଏ। ମୋ ଜୀବନ ଏକ ନିଶ୍ୱାସ, ଏହା ସ୍ମରଣ କର। ମୋର ଚକ୍ଷୁ ଆଉ କେବେ ହେଁ ଆନନ୍ଦ ଦେଖିବ ନାହିଁ। ଯାହାର ଚକ୍ଷୁ ମୋତେ ଚାହେଁ, ତାହା ମୋ ପ୍ରତି ଆଉ କେବେ ହେଁ ଦୃଷ୍ଟି ଦେବ ନାହିଁ। ତୁମେ ମୋ ଉପରେ ଦୃଷ୍ଟିପାତ କରିବା କାଳରେ ମୁଁ ପ୍ରସ୍ଥାନ କରିଥିବି। ମେଘମାଳା ଯେପରି ତିରୋହିତ ହୋଇ ନିଶ୍ଚିହ୍ନ ହୁଏ, ସେହିଭଳି ଯିଏ ପାତାଳକୁ ଅବତରଣ କରେ, ସେ ପୁନରାୟ ଆରୋହଣ କରେ ନାହିଁ। ସେ ଆଉ କେବେ ହେଁ ନିଜ ଗୃହକୁ ଫେରି ଆସେ ନାହିଁ ଓ ତାର ସ୍ଥାନ ଆଉ କେବେ ହେଁ ତାକୁ ଚିହ୍ନେ ନାହିଁ। ସୁତରାଂ ମୁଁ ମୋର ମୁଖକୁ ନିର୍ବାକ କରିବି ନାହିଁ। ଆତ୍ମାର ବ୍ୟଥା ମଧ୍ୟରେ ମୁଁ ଅବଶ୍ୟ କଥା କହିବି। ଆତ୍ମାର ପୀଡ଼ା ମଧ୍ୟରେ ମୁଁ ତିକ୍ତତା ପ୍ରକାଶ କରିବି। ତୁମେ ଯେପରି ମୋର ଉପରେ ପହରା ନିଯୁକ୍ତ କର, ସେଥିପାଇଁ ମୁଁ କ'ଣ ଏକ ସମୁଦ୍ର କିମ୍ବା ସାମୁଦ୍ରିକ ଜନ୍ତୁ? ମୁଁ ଯେବେ କହେ, ମୋର ଶଯ୍ୟା ମୋତେ ଆଶ୍ୱସ୍ତ କରିବ, ପଲଙ୍କ ମୋର ସଙ୍କଟକୁ ଉପଶମିତ କରିବ, ତେବେ ସ୍ୱପ୍ନଗୁଡ଼ିକ ଦ୍ୱାରା ମୋତେ ଭୟଚକିତ କରୁଥାଅ। ଦର୍ଶନ ସମୂହ ଦ୍ୱାରା ତୁମେ ମୋତେ ଆତଙ୍କିତ କରୁଥାଅ। ଫଳରେ ଶ୍ୱାସରୁଦ୍ଧ ହେବାକୁ ମୁଁ ମନୋନୀତ କରିଥାନ୍ତି। ମୋର ଅସ୍ଥି ସକଳ ଅପେକ୍ଷା ମୃତ୍ୟୁବରଣ କରିବାକୁ ବରଂ ମୁଁ ପସନ୍ଦ କରିଥାନ୍ତି। ମୁଁ ନିଜ ଜୀବନକୁ ଘୃଣା କରେ। ମୁଁ ଚିରକାଳ ବ୍ୟାପୀ ଜୀବିତ ହୋଇ ରହିବି ନାହିଁ। ମୋତେ ଏକାକୀ ଛାଡ଼ିଦିଅ, କାରଣ ମୋର ଦିନ ସମୂହ ଏକ ଶାଶ୍ୱତ ମାତ୍ର। ତୁମେ ଯେପରି ମନୁଷ୍ୟ ପ୍ରତି ଏପରି ଗୁରୁତ୍ୱ ଦେଇଥାଅ ଓ ତାର ପ୍ରତି ଏହିପରି ମନୋଯୋଗୀ ହୋଇଥାଅ, ତା ନିମନ୍ତେ ସେ ବା କ'ଣ? ପ୍ରତି ପ୍ରଭାତରେ ତାକୁ ଦର୍ଶନ କରିବା ନିମନ୍ତେ, ପ୍ରତି ମୁହୂର୍ତ୍ତରେ ତାକୁ ପରୀକ୍ଷା କରିବା ସକାଶେ ସେ ବା କିଏ? ଛେପ ଢକିବା ପାଇଁ ସୁଦ୍ଧା ମୋତେ ଅବସର ନ ଦେଇ ତୁମେ ବା କେତେ କାଳ ଧରି ନିରୀକ୍ଷଣ କରି ରହିବ? ହେ ମାନବମାନଙ୍କର ନିରୀକ୍ଷଣକାରୀ, ମୁଁ ଯଦି ପାପ କରିଥାନ୍ତି, ତେବେ ମୁଁ ତୁମ ଉଦ୍ଦେଶ୍ୟରେ କ'ଣ କରିଅଛି? ତୁମର ନିଶାଣ ବସ୍ତୁ ସଦୃଶ୍ୟ ତୁମେ ମୋ ପ୍ରତି କାହିଁକି ଲକ୍ଷ୍ୟ କରିଅଛ? ତୁମ ପ୍ରତି ମୁଁ ବା କିପରି ଭାରାକ୍ରାନ୍ତ ହେଲି? ମୋର ଅପରାଧକୁ ତୁମେ କାହିଁକି କ୍ଷମା ଦେବ ନାହିଁ? ମୋର ଦୋଷକୁ କାହିଁକି ଅପସାରଣ କରିବ ନାହିଁ? କାରଣ ମୁଁ ବର୍ତ୍ତମାନ ପୃଥିବୀ ସହ ସମ୍ମିଶ୍ରିତ ହେବି। ତୁମେ ମୋତେ ଖୋଜିବ, କିନ୍ତୁ ମୁଁ ନଥିବି। ଅଧ୍ୟାୟ 8। ବିଲ୍ଦାଦର ଭାଷଣ, ଈଶ୍ୱରଙ୍କ ନୀତିନିଷ୍ଠାର ସୁଗମ ପଥ। ଏହାପରେ ସୁହିୟ ବିଲ୍ଦାଦ କହିଲା, ତୁମେ ଆଉ କେତେ କାଳ ଏପରି କଥାବାର୍ତ୍ତା କରିବ? ତୁମର ମୁଖ ନିଃସୃତ ବାକ୍ୟ ସବୁ ଏକ ପ୍ରବଳ
ପ୍ରବାହିତ ବାୟୁ ନୁହେଁ କି? ଈଶ୍ୱର କ'ଣ ନୀତିନିଷ୍ଠା କୁ ବିଭ୍ରମ କରନ୍ତି? କିମ୍ବା ସର୍ବଶକ୍ତିମାନ କ'ଣ ନ୍ୟାୟପରାୟଣ ତାକୁ ବିପଥ କରନ୍ତି? ତୁମର ସନ୍ତାନଗଣ ତାହାଙ୍କ ବିରୁଦ୍ଧରେ ପାପ କରିଥିବେ, ସୁତରାଂ ସେ ସେମାନଙ୍କୁ ସେମାନଙ୍କର ଅପରାଧ ପାଇଁ ଶାସ୍ତି ଦେଇଅଛନ୍ତି। ତୁମେ ଯଦି ଈଶ୍ୱରଙ୍କୁ ଅନ୍ୱେଷଣ କରିବ ଓ ସର୍ବଶକ୍ତିମାନଙ୍କ ସନ୍ନିଧାନରେ ନିବେଦନ କରିବ, ତୁମେ ନିଷ୍କଳଙ୍କ ତଥା ନୀତିନିଷ୍ଠ ଥାଅ, ତେବେ ସେ ଅବଶ୍ୟ ନିଜକୁ ତୁମ ସକାଶେ ଜାଗ୍ରତ କରିବେ। ଯଦିଓ ତୁମର ପ୍ରାରମ୍ଭ କ୍ଷୁଦ୍ର, ତଥାପି ତୁମର ଅନ୍ତିମ ଦିନସମୂହ ଅତ୍ୟନ୍ତ ମହତ୍ତ୍ୱ ବିଶିଷ୍ଟ ହେବ। ମୁଁ ତୁମଠାରୁ ଏହା ଭିକ୍ଷା କରେ। ଅତୀତ ଯୁଗସମୂହର ସନ୍ଧାନ କର। ପିତୃପୁରୁଷମାନେ ଯାହା ପ୍ରାପ୍ତ ହୋଇଥିଲେ ତାହା ପରିଗଣନା କର। ଆମେମାନେ ଗତକାଲି ଜାତ ଓ କିଛି ହିଁ ଜାଣୁନାହୁଁ। ଭୂପୃଷ୍ଠରେ ଆମର ଜୀବନ ଛାୟା ସଦୃଶ ନିଶ୍ଚିହ୍ନ ହେଉଛି। ସେମାନେ କ'ଣ ତୁମକୁ ଶିକ୍ଷା ଦେବେ ନାହିଁ? ସେମାନେ କ'ଣ ତୁମକୁ ଜଣାଇବେ ନାହିଁ? ସେମାନେ କ'ଣ ବିଜ୍ଞାପନପୂର୍ଣ୍ଣ କଥା କହିବେ ନାହିଁ? ଜଳମୟ ସ୍ଥଳ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ସଲ ବଢ଼ିପାରେ କି? ନିର୍ଜନ ସ୍ଥାନମାନଙ୍କରେ ସଲ ବୃଦ୍ଧି ପ୍ରାପ୍ତ ହୁଏ କି? ସତେଜ ଥିବା ସମୟରେ ସେ ସମସ୍ତ ଯଦି କଟା ନ ଯାଏ, ତେବେ ଅନ୍ୟ ସମସ୍ତ ଉଦ୍ଭିଦ ପୂର୍ବରୁ ସେଗୁଡ଼ିକ ଅତି ଶୀଘ୍ର ଶୁଷ୍କ ହୁଏ। ଯେଉଁମାନେ ଈଶ୍ୱରଙ୍କୁ ବିସ୍ମୃତ ହୁଅନ୍ତି, ସେମାନଙ୍କର ପଥ ତଦ୍ରୂପ। ଅଧାର୍ମିକ ବ୍ୟକ୍ତିର ଆସ୍ଥା କ୍ଷୟପ୍ରାପ୍ତ ହେବ। ତାର ଆତ୍ମବିଶ୍ୱାସ ବିନଷ୍ଟ ହୁଏ। ତାର ଭରସା ବୁଢ଼ିଆଣୀର ଜାଲ ସଦୃଶ୍ୟ। ସେ ନିଜ ଗୃହ ଉପରେ ଆଉଜି ରହେ, କିନ୍ତୁ ତାହା ଅଟଳ ରହେ ନାହିଁ। ସେ ତାହାକୁ ଜାବୁଡ଼ି ଧରେ, କିନ୍ତୁ ତାହା ସ୍ଥାୟୀ ହୋଇ ରହେ ନାହିଁ। ସେ ସୂର୍ଯ୍ୟ ଆଲୋକର ସତେଜତାରେ ବଢ଼େ। ତା ଶାଖା ପ୍ରଶାଖା ଉଦ୍ୟାନରେ ମାଡ଼ିଯାଏ। ତାର ମୂଳ ପଥର ଗଦାର ଚତୁଃପାର୍ଶ୍ୱରେ ଜଡ଼ିତ ହୁଏ। ସେ ପ୍ରସ୍ତର ସମୂହ ମଧ୍ୟରେ ବଞ୍ଚି ରହେ। ସେ ଯଦି ନିଜ ସ୍ଥାନରୁ ଉପୁଡ଼ା ଯାଏ, ତେବେ ତାହା ତାକୁ ଅସ୍ୱୀକାର କରି କହିବ, ମୁଁ ତୁମକୁ କେବେ ହେଁ ଦେଖିନାହିଁ। ତାର ଗତିର ଆମୋଦ ଏହା ମାତ୍ର ଓ ସେହି ଭୂସ୍ଥଳରୁ ଅନ୍ୟ କେତେକ ଅଙ୍କୁରିତ ହେବ। ଈଶ୍ୱର ନିରପରାଧିକାକୁ ଅସ୍ୱୀକାର କରିବେ ନାହିଁ, କିମ୍ବା ଦୁଷ୍କର୍ମମାନଙ୍କୁ ନିଜ ସହାୟତା ପ୍ରଦାନ କରିବେ ନାହିଁ। ସେ ତୁମ ମୁଖକୁ ଅଟ୍ଟହାସ୍ୟରେ ପରିପୂର୍ଣ୍ଣ କରିବେ, ତୁମ ଅଧରକୁ ଚିତ୍କାର ରବରେ ପୂର୍ଣ୍ଣ କରିବେ। ଯେଉଁମାନେ ତୁମକୁ ଘୃଣା କରନ୍ତି, ସେମାନେ ଲଜ୍ଜିତ ହେବେ। ଦୁର୍ବୃତ୍ତମାନଙ୍କର ତମ୍ବୁ ଆଉ ରହିବ ନାହିଁ। ଅଧ୍ୟାୟ 9। ଇୟୋବଙ୍କ ପ୍ରତ୍ୟୁତ୍ତର ଈଶ୍ୱରଙ୍କ ନୀତିନିଷ୍ଠ ବିଧାନରୁ ଊର୍ଦ୍ଧ୍ୱ। ଉତ୍ତରରେ ଇୟୋବ କହିଲେ, ଏହା ଯେ ସତ୍ୟ, ମୁଁ ତାହା ବାସ୍ତବ ଜାଣେ। କିନ୍ତୁ ଜଣେ ଲୋକ ଈଶ୍ୱରଙ୍କ ସନ୍ନିଧାନରେ କିପରି ବା ନୀତିନିଷ୍ଠ ହୋଇପାରିବ? କେହି ଯଦି ତାହାଙ୍କ ସହ ପ୍ରତିବାଦ କରିବା ପାଇଁ ଉଦ୍ୟତ ହୁଏ, ତେବେ ସେ ହଜାର ଥର ମଧ୍ୟରୁ ଥରେ ସୁଦ୍ଧା ତାହାଙ୍କୁ ପ୍ରତ୍ୟୁତ୍ତର ଦେଇ ପାରିବ ନାହିଁ। ତାହାଙ୍କର ମନ ଜ୍ଞାନପୂର୍ଣ୍ଣ, ତାହାଙ୍କର ଶକ୍ତି ପ୍ରବଳ। ତାହାଙ୍କୁ ପ୍ରତିରୋଧ କରି କିଏ ବା ଜୟଯୁକ୍ତ ହୋଇଛି? ସେ ପର୍ବତ ସମୂହକୁ ସ୍ଥାନାନ୍ତରିତ କରନ୍ତି, କିନ୍ତୁ ସେମାନେ ତାହା ଜାଣନ୍ତି ନାହିଁ। ସେ କ୍ରୋଧାଗ୍ନିରେ ହୋଇ ସେ ସମସ୍ତକୁ ଓଲଟାଇ ଦିଅନ୍ତି। ସେ ପୃଥିବୀକୁ ତା ସ୍ଥାନରୁ କମ୍ପିତ କରାନ୍ତି। ତାର ସ୍ତମ୍ଭ ସକଳ ପ୍ରକମ୍ପିତ ହୁଏ। ସେ ସୂର୍ଯ୍ୟକୁ ଆଦେଶ ଦିଅନ୍ତି ଓ ତାହା ଉଦିତ ହୁଏ ନାହିଁ। ସେ ତାରକା ସମୂହ ଉପରେ
ମୁଦ୍ରାଙ୍କନ କରନ୍ତି। କେବଳ ସେ ଆକାଶମଣ୍ଡଳକୁ ପ୍ରସାରିତ କରିଅଛନ୍ତି, ସେ ସମୁଦ୍ରର ତରଙ୍ଗ ସବୁକୁ ପଦଦଳିତ କରିଅଛନ୍ତି। ସେ ସପ୍ତର୍ଷି ମଣ୍ଡଳ, କାଳପୁରୁଷ, କୃତିକା ନକ୍ଷତ୍ର ତଥା ଦକ୍ଷିଣ ତାରକାପୁଞ୍ଜକୁ ସୃଜନ କଲେ। ସେ ଜ୍ଞାନାତୀତ ମହତ୍ତ କାର୍ଯ୍ୟକଳାପ ସାଧନ କରିଅଛନ୍ତି। ସେ ସଂଖ୍ୟାଧିକ ଅଦ୍ଭୁତ କର୍ମ ସମ୍ପାଦନ କରିଅଛନ୍ତି। ସେ ମୋତେ ଅତିକ୍ରମ କରି ଗମନ କରନ୍ତି, କିନ୍ତୁ ମୁଁ ତାହାଙ୍କର ଦର୍ଶନ ଲାଭ କରେ ନାହିଁ। ସେ ଗମନ କରନ୍ତି, କିନ୍ତୁ ମୁଁ ତାହାଙ୍କର ଗମନକୁ ଜାଣିପାରେ ନାହିଁ। ସେ ଅକସ୍ମାତ୍ ଧାରଣ କରନ୍ତି, ତାହାକୁ ବାରଣ କରିବା ପାଇଁ କିଏ ବା ସମର୍ଥ? କିଏ ବା ଏହିପରି ତାହାଙ୍କୁ ପ୍ରଶ୍ନ କରିପାରିବ ଯେ ତୁମେ କ'ଣ କରୁଅଛ? ଈଶ୍ୱର ନିଜର କ୍ରୋଧକୁ ପ୍ରତ୍ୟାହାର କରିବେ ନାହିଁ। ରାହାବର ସହାୟକମାନେ ତାହାଙ୍କ ସନ୍ନିଧାନରେ ଅବନତ ହୁଅନ୍ତି। ତାହାହେଲେ ମୁଁ କିପରି ବା ତାହାଙ୍କୁ ଉତ୍ତର ଦେଇପାରିବି? ତାହାଙ୍କ ସନ୍ନିଧାନରେ କେଉଁ ବାକ୍ୟ ମନୋନୀତ କରିବି? ଯଦିଓ ମୁଁ ନିର୍ଦ୍ଦୋଷୀ, ତଥାପି ତାହାଙ୍କୁ ଉତ୍ତର ଦେଇପାରିବି ନାହିଁ। ଯିଏ ମୋତେ ଦୋଷାରୋପ କରନ୍ତି, ମୁଁ ତାହାଙ୍କର କରୁଣା ଯାଚନା କରିବା ଉଚିତ। ମୁଁ ଯେବେ ତାହାଙ୍କୁ ଡାକେ ଓ ସେ ମୋତେ ଉତ୍ତର ଦିଅନ୍ତି, ତେବେ ମୁଁ ବିଶ୍ୱାସ କରିପାରିବି ନାହିଁ ଯେ ସେ ମୋର ନିବେଦନ ଶୁଣିଥିଲେ। କାରଣ ତୋଫାନ ପଠାଇ ସେ ମୋତେ ବିଧ୍ୱସ୍ତ କରନ୍ତି। ଅକାରଣରେ ସେ ମୋର କ୍ଷତ ଗୁଡ଼ିକୁ ବହୁଗୁଣିତ କରନ୍ତି। ନିଶ୍ୱାସ ତ୍ୟାଗ କରିବା ପାଇଁ ସେ ମୋତେ ଅନୁମତି ଦେବେ ନାହିଁ, ବରଂ ସର୍ବବିଧ ତିକ୍ତତାରେ ସେ ମୋତେ ପରିପୂର୍ଣ୍ଣ କରନ୍ତି। ଏହା ଯଦି ଏକ ବଳ ପ୍ରୟୋଗ ପରୀକ୍ଷା, ତେବେ ସେ ଜୟଯୁକ୍ତ ହେବେ। ଏହା ଯଦି ଅଦାଲତକୁ ଯିବା ସମ୍ବନ୍ଧୀୟ ଏକ କାର୍ଯ୍ୟ ହୋଇଥାନ୍ତା, ତେବେ କିଏ ତାହାକୁ ଡକାଇବ? ଯଦିଓ ମୁଁ ନିର୍ଦ୍ଦୋଷୀ, ତଥାପି ମୋର ନିଜ ମୁଖ ମୋତେ ଦୋଷୀ ସାବ୍ୟସ୍ତ କରିବ। ଯଦିଓ ମୁଁ ନିରପରାଧୀ, ତଥାପି ସେ ପ୍ରମାଣ ଦେବେ ଯେ ମୁଁ ବିପଥଗାମୀ। କିନ୍ତୁ ମୁଁ ନିରପରାଧୀ, ତଥାପି ମୁଁ ନିଜକୁ ଗୁରୁତ୍ୱ ଦିଏ ନାହିଁ। ମୁଁ ମୋର ଜୀବନକୁ ଘୃଣା କରେ। ସମସ୍ତ କାର୍ଯ୍ୟ ଏକ ଅଟେ। ସୁତରାଂ ମୁଁ କହେ ଯେ ନିରପରାଧୀ ଓ ଦୁଷ୍ଟ ଉଭୟଙ୍କୁ ସେ ବିନାଶ କରନ୍ତି। କୌଣସି ଦୁର୍ଘଟଣା ଯେବେ ଆକସ୍ମିକ ମୃତ୍ୟୁର କାରଣ ହୁଏ, ତେବେ ସେ ନିର୍ଦ୍ଦୋଷୀର ଦୁର୍ଦ୍ଦଶା ପ୍ରତି ପରିହାସ ସହ ହାସ୍ୟ କରେ। ପୃଥିବୀ ଦୁଷ୍ଟ ବ୍ୟକ୍ତିର ହସ୍ତରେ ସମର୍ପିତ। ସେ ତାହାର ନ୍ୟାୟାଧୀଶମାନଙ୍କୁ ମୁଖକୁ ଆବୃତ କରନ୍ତି। ସେ ଯଦି ସେ ନୁହନ୍ତି, ତେବେ କିଏ ବା ଏହା କରିଅଛନ୍ତି? ମୋର ଦିନସମୂହ ଜଣେ ଦୌଡ଼ାଳି ଅପେକ୍ଷା ଅଧିକ କ୍ଷିପ୍ରତର। ସେ ସମସ୍ତ ଶୀଘ୍ର ପଳାୟନ କରେ। ସେ ସମସ୍ତ କୌଣସି ମଙ୍ଗଳ ଦର୍ଶନ କରେ ନାହିଁ। ସୋଲ ନିର୍ମିତ ଡଙ୍ଗା ସଦୃଶ୍ୟ ତାହା ଅତିବାହିତ ହୁଏ। ଶିକାର ଉପରେ ଝାମ୍ପ ମାରୁଥିବା ଉତ୍କର୍ଷ ପକ୍ଷୀ ତୁଲ୍ୟ ତାହା ଦ୍ରୁତ ଗମନ କରେ। ମୁଁ ଯଦି କହିବି, ମୋର ଦୁଃଖ ବିସ୍ମୃତ ହୋଇ ଓ ବିଷାଦପୂର୍ଣ୍ଣ ମୁଖ ଭାବରୁ ବଞ୍ଚିତ ହୋଇ ଉଲ୍ଲାସମନା ହେବି, ତେବେ ମୁଁ ମୋର ଯାତନା ସମ୍ବନ୍ଧରେ ଭୟଭୀତ ହୁଏ। କାରଣ ମୁଁ ଜାଣେ ଯେ ତୁମେ ମୋତେ ନିର୍ଦ୍ଦୋଷୀ ରୂପେ ବିବେଚନା କରିବ ନାହିଁ। ମୁଁ ଦୋଷୀ ସାବ୍ୟସ୍ତ ହେବି, ତାହାହେଲେ ମୁଁ କାହିଁକି ବୃଥାରେ କର୍ମ କରୁଛି? ଯଦ୍ୟପି ନିଜକୁ ମୁଁ ହିମରେ ଧୌତ କରିବି, କ୍ଷାର ଦ୍ୱାରା ମୋର ହସ୍ତ ପରିଷ୍କୃତ କରିବି, ତଥାପି ତୁମେ ମୋତେ ଗର୍ଭରେ ନିକ୍ଷେପ କରିବ ଓ ମୋର ବସ୍ତ୍ର ମଧ୍ୟ ମୋତେ ଘୃଣା କରିବ। ମୁଁ ଯେପରି ତାହାକୁ ଉତ୍ତମ ଦେଇପାରିବି ଓ
आमे जेपरी सम्मिलित भावे विचारालयकू आसीपारिबु सेथि सकाशे से मो सदृश जड़े मनुष्य नुहंती। आम उभयंकू नियंत्रण करी पारुथिबा भली दक्ष जड़े निष्पत्तिकारी आम उभयंक मध्यरे नाहांती। से ताहांक दंडकू मो निकटरू अपसारण करंतु व ताहांक प्रति थिबा आशंका मते आतंकित न करू। से समय रे ताहांक प्रति भयभीत न होई मु कथा कहिबी, कारण मु निजको तद्रूपावस्थारे देखु नाही। अध्याय 10। मु मोर जीवन को घृणा करे, मु मोर अभियोग को स्वच्छंदरे घोषणा करिबी, मु मोर मनर तिक्ततारे कथबार्ता करिबी। मु ईश्वर को कहिबी, मते दोषी साब्यस्त कर नाही। मते जणाओ जे मो विरुद्धरे काहींकी प्रतिरोध करुअछ। उत्पीड़न करिबा, तुम हस्तकृत कर्मावली को अवज्ञा करिबा व दुष्ट व्यक्तिर योजना को समर्थन जणाइबा तुमे कण उत्तम मने करुअछ। जदिओ मो दोषी नुहे व तुम हस्तरु मते मुक्त करिबा पाई केही नाही, एहा जदिओ तुमको जणा, तथापि मोर दोष अनुसंधान करिबा व मोर पाप को अन्वेषण करिबा पाई तुमर चक्षु कण मांसिक नयन? मनुष्य देखुथिबा भली तुमे कण दर्शन करुअछ? तुमर दिन समूह मनुष्यर दिन समूह सदृश कि? तुमर वर्ष सबु कण मनुष्यर वर्ष तुल्य? तुमर हस्त मते निरूपायित करी सृजन करिअछि, तथापि वर्तमान मो ठारू विमुख होई तुमे मते विनाश करुअछ। तुमे जे मते मूर्तिकारु सृष्टि कल, यह स्मरण कर। सेही धूली को तुमे कौन मते फेराई देव? तुमे मते दुग्ध सदृश ढाली देनाह व छेना सदृश घनीभूत करिनाह कि? तुमे मते चर्म तथा मांस परिहित कराइल, अस्थि तथा पेशी द्वारा संयुक्त कराइल। तुमे मते जीवन तथा निरंतर स्नेह प्रदान करिअछ। तुमर परिचालना मोर आत्मार संरक्षण करिअछि, तथापि ए समस्त कार्य को तुम हृदय रे तुमे गुप्त करी रखिल। मु बुझी नेली जे एहा थिला तुमर उद्देश्य। मु जदि पाप करे तेबे तुमे मते निरीक्षण करुअछ। तुमे मते मोर अपराधरू निर्दोषरे मुक्त करुनाह। मु जदि दुष्ट तेबे मते धिक। मु जदि नीतिनिष्ठ तेबे मु मस्तक उत्तोलन करी पारु नाही, कारण लज्जापूर्ण होई मोर जातना को मु देखुअछि। मु जदि निजको उत्तोलन करे तेबे एक सिंह सदृश तुमे मते स्वीकार करुअछ व तुमे पुनराय मो विरुद्धरे अद्भुत कर्म संपादन करुअछ। नूतन साक्षी मानंकु तुमे मो विरुद्धरे रखिअछ। तुमे मो प्रति जंत्रणा बढ़ाइअछ। तुमे मो विरुद्धरे नूतन सैन्य बाहिनी को आनयन करुअछ। मातृगर्भरु तुमे मते काहींकी बाहर करिअछ? कौनसी चक्षु मो उपरे दृष्टिपात करिबा पूर्वरु मु जदि मृत्युवरण करिथांती, अस्तित्व विशिष्ट जणे व्यक्ति जदि मु होई न थांती, मु जदि उदररु कबरकु सम्मोहित होई थांती, मोर जीवनानुशय दिन समूह अल्प संख्यक नुहे कि? ଯେଉଁଠାରେ ଆଲୋକ ତମସା ସଦୃଶ ଅଟେ, ସେହି
ତିମିରପୂର୍ଣ୍ଣ ତଥା ଶୂନ୍ୟ ସ୍ଥାନକୁ ସେହି ତିମିର ତଥା ଫେରି ଆସିବି ନାହିଁ। ସେ ସ୍ଥାନକୁ ଯିବା ପୂର୍ବରୁ ମୁଁ ଯେପରି ସ୍ୱଳ୍ପ ସାନ୍ତ୍ୱନା ଲାଭ କରେ, ସେଥିପାଇଁ ମୋତେ ଏକାକୀ ଛାଡ଼ିଦିଅ। ଅଧ୍ୟାୟ 11। ସଫାରର ଭାଷଣ, ଈଶ୍ୱରଙ୍କ ପ୍ରଜ୍ଞା। ଏହାପରେ ନାମାତୀୟ ସଫାର କହିଲା, ଅତିମ ଭାଷଣକୁ କୌଣସି ପ୍ରତ୍ୟୁତ୍ତର ନ ଦେଇ ଛାଡ଼ିଦେବା କ'ଣ ଉଚିତ? ଯିଏ ବହୁଭାଷୀ ସେ କ'ଣ ସମର୍ଥିତ ହେବ? ତୁମର ବାଚାଳତା କ'ଣ ମନୁଷ୍ୟକୁ ନିର୍ବାକ କରିବ? ତୁମେ ଉପହାସ କରିବା ସମୟରେ କେହି କ'ଣ ତୁମକୁ ଲଜ୍ଜିତ କରାଇବ ନାହିଁ? କାରଣ ତୁମେ କହିଅଛ, ମୁଁ ଯାହା କହିଅଛି ତାହା ନିଷ୍କଳଙ୍କ। ଈଶ୍ୱର ଦୃଷ୍ଟିରେ ମୁଁ ଶୁଦ୍ଧ। କିନ୍ତୁ ଈଶ୍ୱର ଯଦି ତୁମ ସହ ବାକ୍ୟାଳାପ କରିଥାନ୍ତେ ଓ ନିଜ ଅଧରକୁ ତୁମ ପ୍ରତି ଉନ୍ମୁକ୍ତ କରିଥାନ୍ତେ, ନିଗୂଢ଼ ଜ୍ଞାନର ରହସ୍ୟ ସେ ତୁମ ପ୍ରତି ପ୍ରକାଶିତ କରିଥାନ୍ତେ। କାରଣ ସେହି ଜ୍ଞାନ ବହୁବିଧ ରୂପ ବିଶିଷ୍ଟ ଅଟେ। ତେବେ ଜାଣି ରଖ ଯେ ତୁମର ଅପରାଧ ପାଇଁ ଯେଉଁ ପ୍ରତିଦାନ ଯୋଗ୍ୟ, ତା ତୁଳନାରେ ସେ ତୁମଠାରୁ କ'ଣ ପ୍ରତିଶୋଧ ନେଉଛନ୍ତି? ଈଶ୍ୱରଙ୍କ ନିଗୂଢ଼ ରହସ୍ୟ ଜାଣିବା ପାଇଁ ତୁମେ ସମର୍ଥ କି? ତୁମେ ସର୍ବଶକ୍ତିମାନଙ୍କର ସୀମା ସରହଦକୁ ନିର୍ଣ୍ଣୟ କରିପାରିବ କି? ତାହା ଆକାଶମଣ୍ଡଳର ଉଚ୍ଚତା ଅପେକ୍ଷା ଅଧିକତମ। ତାହାହେଲେ ତୁମେ କ'ଣ କରିପାରିବ? ତାହା ପାତାଳ ଅପେକ୍ଷା ଅଧିକ ଗଭୀର। ତାହାହେଲେ ତୁମେ କ'ଣ ବୁଝିପାରିବ? ତାହା ପୃଥିବୀ ଅପେକ୍ଷା ଅଧିକ ଦୈର୍ଘ୍ୟ ବିଶିଷ୍ଟ ଓ ସମୁଦ୍ର ଅପେକ୍ଷା ଅଧିକ ପ୍ରସ୍ଥ ବିଶିଷ୍ଟ। ପର୍ଯ୍ୟଟନ କରି ସେ ଯଦି କାହାରିକୁ କାରାରୁଦ୍ଧ କରନ୍ତି ଓ ନିଜର ବିଚାରସନକୁ ଆହ୍ୱାନ କରନ୍ତି, ତେବେ କିଏ ତାହାକୁ ବାରଣ କରିପାରିବ? କାରଣ ସେ ମାନବ ଜାତିର ଅସାରତା ଜାଣନ୍ତି। ଦୋଷର ନିରୀକ୍ଷଣ କରିବା ସମୟରେ ସେ କ'ଣ ତା ସମ୍ବନ୍ଧରେ ପରିଗଣନା କରିବେ ନାହିଁ? ବନ୍ୟ ଗର୍ଦ୍ଧବର ଶାବକ ଯେତେବେଳେ ମନୁଷ୍ୟ ରୂପେ ଜାତ ହେବ, ସେତେବେଳେ ନିର୍ବୋଧ ମନୁଷ୍ୟ ବୁଦ୍ଧିମାନ ହେବ। ଆସ, ତୁମ ହୃଦୟକୁ ଯଥୋଚିତ ଭାବେ ଉପସ୍ଥାପନ କର। ଈଶ୍ୱରଙ୍କ ଆଡ଼େ ତୁମ ହସ୍ତ ବିସ୍ତାର କର। ତୁମର ହସ୍ତକୁ କଳୁଷିତ କରୁଥିବା ଦୋଷକୁ ଦୂରେଇ ରଖ। କୌଣସି ଦୁଷ୍ଟତା ତୁମର ତମ୍ବୁରେ ଅବସ୍ଥାନ ନ କରୁ। ସେ ସମୟରେ ତୁମେ ଅବଶ୍ୟ ନିର୍ଦ୍ଦୋଷ ଅବସ୍ଥାରେ ତୁମ ମୁଖ ଉତ୍ତୋଳନ କରିବ ଓ ତୁମେ ସୁରକ୍ଷିତ ତଥା ନିର୍ଭୀକ ହେବ। ତୁମର ଯାତନା ସବୁ ତୁମେ ବିସ୍ମୃତ ହେବ। ଅତିବାହିତ ହୋଇଥିବା ଜଳ ସଦୃଶ୍ୟ କେବଳ ତୁମେ ତାହା ସ୍ମରଣ କରିବ। ତୁମର ଜୀବନ ମଧ୍ୟାହ୍ନ ଅପେକ୍ଷା ଅଧିକ ତେଜମୟ ହେବ। ତାହାର ଅନ୍ଧକାର ପ୍ରଭାତ ସଦୃଶ୍ୟ ହୋଇ ରହିବ। ପ୍ରତ୍ୟାଶା ଥିବା ଯୋଗୁଁ ତୁମେ ଆତ୍ମବିଶ୍ୱାସ ଲାଭ କରିବ। ସଂରକ୍ଷିତ ହୋଇ ତୁମେ ସୁରକ୍ଷିତାବସ୍ଥାରେ ବିଶ୍ରାମ ନେବ। ଶୟନ କରିବା ସମୟରେ କେହି କେବେ ତୁମକୁ ଭୟଚକିତ କରିବ ନାହିଁ। ଅନେକ ତୁମର ଅନୁକୂଲ୍ୟ ଭିକ୍ଷା କରିବେ, କିନ୍ତୁ ଦୁଷ୍ଟ ବ୍ୟକ୍ତିମାନଙ୍କ ଚକ୍ଷୁ ନିସ୍ତେଜ ହେବ। ସେମାନେ ରକ୍ଷାର ମାର୍ଗ ପ୍ରାପ୍ତ ହେବେ ନାହିଁ। ଅନ୍ତିମ ଶ୍ୱାସ ତ୍ୟାଗ କରିବା ହିଁ ସେମାନଙ୍କର ଆଶା।